ପ୍ରିୟ ଶ୍ରୋତାବନ୍ଧୁ ସମସ୍ତଙ୍କର ସର୍ବାଙ୍ଗୀନ ମଙ୍ଗଳ ହେଉ। ବିଧାତା ସର୍ବଦା ଏହି ଚିନ୍ତା କରନ୍ତୁ। ଆଜି 22 ତାରିଖ ଗୁରୁବାରକୁ ନେଇ ଆମେ ଦୈନିକ ରାଶିଫଳ ଆଲୋଚନା କରିବା। ଆଜି ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ତଥା ଅଶୁଭ ସମୟ ବିଷୟରେ ଆପଣମାନେ ଅବଗତ ଅଛନ୍ତି ତ? ନା ହଁ, ଆଜିର ସୂର୍ଯ୍ୟୋଦୟ 6:25 ପରେ 6:25:18 ଆଉ ସୂର୍ଯ୍ୟାସ୍ତ 5:30 ପରେ 5:30:25। ଅଶୁଭ ସମୟ ଦିନ 1:23ରୁ 2:47। 22 ତାରିଖ ଗୁରୁବାର। ମେଷ ରାଶି ପାଇଁ ମେଷ ରାଶିକୁ 22 ତାରିଖ ଗୁରୁବାର ଏକ ଶୁଭ ଖବର ଦେବ। ଶୁଭ ଖବର। ମେଷ ରାଶିର 3ଟା ନକ୍ଷତ୍ର, ତେଣୁ 3 କୋଟି ଲୋକ ବି ଥିବେ। ସମସ୍ତଙ୍କ ପାଇଁ ଶୁଭ ଖବର ତ ସମାନ ହବନି, କାହା ପାଇଁ କ'ଣ। ତଥାପି ଯେଉଁ ଖବର ଶୁଣିଲେ ବନ୍ଧୁମାନେ ଖୁସି ହେବେ, ସେମାନଙ୍କୁ ବିଧାତା ଆଜି ସେଇଭଳି ଶୁଭ ଖବର ଜଣାଇବେ। ସେମାନେ ବିକଶିତ ହେବେ, ଅର୍ଥାତ୍ ଯିଏ ଯେଉଁ ବୃତ୍ତି କରୁଥିବେ ସେ ବୃତ୍ତିର ବିକାଶ ହେବ। ନିଜ ଜ୍ଞାନ, ବୁଦ୍ଧି, ବିବେକ, ବିଚାରଧାରାର ଉନ୍ନତ ମାନ ଆସିବ। ସେମାନେ ସେମାନଙ୍କର ବୃତ୍ତି, ବ୍ୟବସାୟ ପ୍ରଭୃତିକୁ ବଢ଼େଇ ଦେବେ। ଆଜି କର୍ମ କ୍ଷେତ୍ରରେ ପଦୋନ୍ନତି ହେବ। ନିଜ ଅନ୍ତର୍ନିହିତ ଗୁଣ ବିନିମୟରେ ନିଜ ବୃତ୍ତିର ଉନ୍ନତି କରି ଲାଭବାନ ହେବେ। ଦେହ ମୁଣ୍ଡ ଠିକ୍ ରହିବ। ଆୟ ଅମଳ ଭଲ ହେବ। ଦିନ 2:25 ଯାଏ ଦ୍ୱିଜା ନକ୍ଷତ୍ର ଓ 2:25 ପରେ ଅଶ୍ୱିନୀ ନକ୍ଷତ୍ରଧାରୀ ଲୋକଙ୍କର ଅଶୁଭ ସମୟ ଆସିପାରେ, ଏଣୁ ଟିକେ ହୁସିଆର। ଏବେ ଆଲୋଚନା କରିବା ବୃଷ ରାଶି କଥା। ବୃଷ ରାଶିକୁ 22 ତାରିଖ ଗୁରୁବାର ସାହସୀ ଓ ଉତ୍ସାହୀ କରିବ। ସାହସୀ ଓ ଉତ୍ସାହୀ, ଭଲ କଥା ନୁହଁ? ହଁ। ଆତ୍ମବଳ ବୃଦ୍ଧି ହେବ। ସ୍ୱକର୍ମ ପ୍ରତି ସଚେତନ ହେବେ। ଫଳରେ ଆଗ୍ରହ ବଢ଼ିବ। କର୍ମ ସଫଳ ହେବ। ଧନାଭାବ ଦୂର ହେବ। ମାନେ ଧନର ବିକଶିତ ହେବ। ଶାରୀରିକ ଦଣ୍ଡ ମିଳିବନି। ଦେହ ଖରାପ ହବନି। ସୌଭାଗ୍ୟ ବୃଦ୍ଧି ହେବ। ହେଲେ ଦିନ 2:25 ଯାଏ ରୋହିଣୀ ଓ 2:25 ପରେ କୃତ୍ତିକା ନକ୍ଷତ୍ରଧାରୀ ଜନତା ଟିକେ ହୁସିଆର ହେଲେ ଭଲ। ମିଥୁନ ରାଶିକୁ 22 ତାରିଖ ଗୁରୁବାର ଭୟ ଆଶଙ୍କା ଭିତରେ ରଖିବ। ଖାଲି ବନ୍ଧନ ଭୟ, ସବୁଥିରେ ଡର ଲାଗିବ। ଅପମାନିତ ହୋଇପାରନ୍ତି। ମାତ୍ର କୁମ୍ଭରେ ରାହୁ ବଳବାନ। ମିଥୁନ ରାଶିର ଆଜି ଘାତ ଚନ୍ଦ୍ର ଏବଂ ରାହୁ ବୁଧଙ୍କର ମିତ୍ର ହେତୁ ଏ ଦୁଃଖ ଏତେ ଭୟଙ୍କର ହେବନି। ଆଜି ଦୁଃଖ ସାଗରରେ ଭାସିବା କଥା ମିଥୁନ ରାଶି, କିନ୍ତୁ ମିଥୁନ ରାଶିର ଅଧିପତି ବୁଧ। ଆଉ ଏବେ ଯେଉଁ ଆଲୋଚନା କରୁଛେ ସେ କୁମ୍ଭ ରାଶି ଉପରେ।
କୁମ୍ଭ ଆଉ ମିଥୁନ ଆଙ୍କ ମଧ୍ୟରେ ଏକ ଘନିଷ୍ଠ ସମ୍ପର୍କ ଅଛି। ଏ ଗହନ ପାଠ ଏତିକି ଖାଲି ମନେ ରଖନ୍ତୁ। ମିଥୁନ ରାଶିକୁ ଆଜି ପୂର୍ଣ୍ଣ ପ୍ରାଣରେ ରାହୁ ସହାୟ ହେବେ। ଏଣୁ ଦୁଃଖ ସାଗରକୁ ସେ ଠେଲି ଦେବେନି। ରାହୁଙ୍କ କରୁଣା ପାଇ ମିଥୁନ ରାଶିର ଲୋକେ ପାହାଡ଼ ଭଳିଆ ଦୁଃଖକୁ ଗୋଡ଼ି ଭଳିଆ ଦୁଃଖରେ ଅନୁଭବ କରିବେ। ଏ ଦୁଃଖ, ଏ ଅପମାନ କୁଆ ପଥର ଭଳି ମିଳେଇଯିବ। ଏକ ସାଧାରଣ ବ୍ୟକ୍ତି ପରି ସେମାନେ ଆଜି ଜୀବନ ଯାପନ କରିବେ। ହେଲେ ଦିନ 2:25 ଯାଏ ଆର୍ଦ୍ରା ଓ 2:25 ପରେ ମୃଗଶିରା ନକ୍ଷତ୍ରଧାରୀ ବ୍ୟକ୍ତି ଟିକେ ସତର୍କ ରହିଲେ ନିଜ ପାଇଁ ଭଲ। କର୍କଟ ରାଶି ପାଇଁ 22 ତାରିଖ ଗୁରୁବାର। ରୋଗ ପରେ ରୋଗ ଆଣିବ, ଯନ୍ତ୍ରଣା ବଢ଼ିବ। 22 ତାରିଖ ଗୁରୁବାର କର୍କଟ ପାଇଁ ଆଦୌ ଶୁଭ ନୁହେଁ। ରୋଗ ପରେ ରୋଗ ମାନେ ହଠାତ୍ ଟିକେ ହାଲିଆ ଲାଗିବ, ତାପରେ ମୁଣ୍ଡ ବିନ୍ଧିବ, ମୁଣ୍ଡ ବିନ୍ଧା ଔଷଧ ଖାଇଲେ ସେଟା କମିଗଲେ ଅଣ୍ଟା ଦରଜ ହେବ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ରୋଗ ପରେ ରୋଗ, ରୋଗ ପରେ ରୋଗ ଆଣିବ, ଯନ୍ତ୍ରଣା ବଢ଼ିବ, ଦେହ ଅବଶ ଲାଗିବ, ଆଉ କାମ ପ୍ରତି ଆଗ୍ରହ କମିଯିବ, ଶାନ୍ତି ବ୍ୟାହତ ହେବ। ଦିନ 2:25 ଯାଏ ପୁଷ୍ୟାର, 2:25 ପରେ ପୁନର୍ବସୁର ଅଶୁଭ ସମୟ ଆସିବ। ଏଣୁ କର୍କଟ ରାଶିର ଏଇ 2 ନକ୍ଷତ୍ର ପୁଷ୍ୟା ଓ ପୁନର୍ବସୁ, ଏଇ 2 ନକ୍ଷତ୍ରଧାରୀ ବ୍ୟକ୍ତି ସମୁଦାୟ ହାତେ ମାପି ଚାଖେଣ୍ଡ ଚାଲନ୍ତୁ, ଈଶ୍ୱରଙ୍କର ଶରଣାପନ୍ନ ହୁଅନ୍ତୁ, ନିଜ ଧର୍ମକୁ ବଢ଼େଇ ଦିଅନ୍ତୁ, ମଙ୍ଗଳ ହେବ। ସିଂହ ରାଶି ପାଇଁ 22 ତାରିଖ ଗୁରୁବାର ପ୍ରୀତି ପୁଷ୍ପଭାର ନେଇ ଆସୁଛି। ପ୍ରୀତି ପୁଷ୍ପଭାର, ଏମାନେ ଅନ୍ୟମାନଙ୍କୁ ଗେଲ କରିବେ, ଆଦର କରିବେ, ସ୍ନେହ କରିବେ, ପ୍ରେମ କରିବେ। ଅନ୍ୟମାନେ ମଧ୍ୟ ଏମାନଙ୍କ ବ୍ୟବହାରରେ ସନ୍ତୁଷ୍ଟ ହୋଇ ଉପଯୁକ୍ତ ସ୍ନେହ ଆଦର ଅଜାଡ଼ି ଦେବେ। ତେଣୁ ଗୁରୁବାର ପ୍ରୀତି ପୁଷ୍ପବୃଷ୍ଟି କରିବ ସ୍ନେହ ଡୋରିରେ। ଏମାନେ ଅନ୍ୟମାନଙ୍କୁ ବାନ୍ଧିବା ପାଇଁ ପ୍ରୟାସ କରିବେ। କର୍ମଭୂମି ପ୍ରତି ଆସକ୍ତି ବଢ଼ିବ। ଏଣୁ ଆୟ ଅମଳ ପାଇଁ ଏମାନେ ଚେଷ୍ଟା କରିବେ ଓ ଯଥେଷ୍ଟ ବେଶୀ ଆୟ ଅମଳ ହେବ। ଏହି ଆୟ ଅମଳ ପାଇ ଖୁସି ହେବେ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ, ପାରିବାରିକ ଶାନ୍ତି ବଢ଼ିଯିବ। ମାତ୍ର ଦିନ 2:25 ଯାଏ ପୂର୍ବ ଫାଲ୍ଗୁନୀର ଓ ପରେ ମଘା ନକ୍ଷତ୍ରର ଯେଣୁ ଅଶୁଭ ସମୟ। ତେଣୁ ଏଇ ନକ୍ଷତ୍ରଧାରୀ ସବୁ ଲୋକ ଟିକେ ହୁସିଆର ହେଲେ ଭଲ। କନ୍ୟା ରାଶି ପାଇଁ 22 ତାରିଖ ଗୁରୁବାର ଧନ ଭାର ଆଣୁଛି। କନ୍ୟା ରାଶି ପାଇଁ ଧନ ଭାର ଆସୁଛି। ସେ ଧନ କେମିତିଆ କେଜାଣି? ଧନ 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 ନାଇଁ, ସେଟା ମହୁଠୁ ବା ମିଠା, ସୂର୍ଯ୍ୟ କିରଣଠୁ ବା ଉଜ୍ଜଳ, ଆଉ ଚନ୍ଦ୍ର କିରଣଠୁ ବା ଶୀତଳ। ସେଇ ଧନ ଭାର ନେଇ ଆସୁଛି। କନ୍ୟା ରାଶି ପାଇଁ 22 ତାରିଖ ଗୁରୁବାର ଧନ ଭାର ଆଣୁଛି। ସମସ୍ତ ବୃତ୍ତିଧାରୀ ନିଜ ନିଜ ବୃତ୍ତି, ବୁଦ୍ଧି, ବିବେକ, ଜ୍ଞାନ, ବ୍ୟବହାର, ମୂଳଧନ ଅନୁସାରେ। ମୂଳଧନ ଆପଣ ଖଟେଇଛନ୍ତି 3,18,53,542 ଟଙ୍କା। ସେ ଅନୁଯାୟୀ ଲାଭ ପାଇବେ କି ନାହିଁ? ମୁଁ ଖଟେଇଛି 318 ଟଙ୍କା 53 ପଇସା। ମୁଁ କେତେ ପାଇବି? ସେ ଅନୁଯାୟୀ ପାଇବି।
ତେଣୁ ମୂଳଧନ ଅନୁସାରେ ଆପଣ ଯଦି ଚାଣକ୍ୟଙ୍କ ଭଳି ବୁଦ୍ଧିମାନ ହେଇଥିବେ, ଜ୍ଞାନୀ ହେଇଥିବେ, ଆପଣ ଯେମିତି କୌଶଳ ଅବଲମ୍ବନ କରିବେ ମୁଁ କ'ଣ କରିପାରିବି। ତେଣୁ ବ୍ୟକ୍ତି ନିଜ ବିବେକ, ଜ୍ଞାନ, ବ୍ୟବହାର ଓ ମୂଳଧନ ଅନୁସାରେ ଯଥେଷ୍ଟ ଆୟ କରି ଶାନ୍ତି ପାଇବେ। ଶାରୀରିକ, ମାନସିକ, କୌଳିକ ଓ ମୌଳିକ ସୁଖ ନିଶ୍ଚୟ ମିଳିବ। ଦିନ 2:25 ଯାଏ ହସ୍ତାର ଓ ଦିନ 2:25 ପରେ ଉତ୍ତର ଫାଲ୍ଗୁନୀ ଲୋକମାନଙ୍କର ଟିକେ ସମସ୍ୟା ହେଇପାରେ। ଏଣୁ ଜଗି ରଖି ଚଳିଲେ ଭଲ ହବ। ତୁଳା କଥା ବୁଝିବା। ତୁଳା ରାଶି ଲାଗି 22 ତାରିଖ ଗୁରୁବାର ନାନାବିଧ ସୁଖ କାର୍ଯ୍ୟ ବିଛେଇ ଦେଇ ଆନନ୍ଦିତ କରିବ। ସୁଖ କାର୍ଯ୍ୟ ଶଯ୍ୟା। ତୁଳା ରାଶି ଲୋକମାନେ ସୁଖ ପାଇବେ। ନାନାବିଧ ସୁଖ ଶଯ୍ୟା ବିଛେଇ ଦେଇଛି 22 ତାରିଖ ଗୁରୁବାର। ଯିଏ ଯେଉଁ ବୃତ୍ତିରେ ଥାଉନା କାହିଁକି, ଯିଏ ଯେଉଁ କର୍ମ କରୁଥାଉନା କାହିଁକି, ଏଇ ତୁଳା ରାଶିର ବ୍ୟକ୍ତି ସମୁଦାୟ ଆଜି ସୁଖ ଲାଭ କରିବେ। ବିବିଧ ସୁଖ, ହେଲେ କହି ହେଉନି କାହା ପାଇଁ କେଉଁ ସୁଖ ପ୍ରୀତିପ୍ରଦ। ଶୀତ ଦିନ ମୋତେ ଗୋଟା ବିଡ଼ି ମିଳିଗଲେ ମୁଁ ଭାରି ଖୁସି ହୁଏ। କିନ୍ତୁ ଆପଣ ତ ନିଶାଖୋର ନୁହନ୍ତି ନା। ଆପଣଙ୍କୁ ଟିକେ ଗରମ କଫି ମିଳିଲେ ଆପଣ ଖୁସି ହେବେ। ଏଇଭଳି ବିବିଧ ସୁଖ, କାହା ପାଇଁ କେଉଁଟା ସୁଖଦାୟକ। ତୁଳା ରାଶି ଲାଗି 22 ତାରିଖ ଗୁରୁବାର ନାନାବିଧ ସୁଖ ଶଯ୍ୟା ବିଛେଇ ଆନନ୍ଦ ଦେବ। ଜଣେ ବ୍ୟକ୍ତି ଲାଗି ଯେଉଁ ପ୍ରକାର ନୈତିକ ସୁଖ ଦରକାର ତାହା ହିଁ ସେମାନଙ୍କୁ ମିଳିବ। ସେମାନଙ୍କର ମନ ଓ କର୍ମାନୁସାରେ ଏହି ସୁଖ ମିଳିବ। ନୈତିକ ସୁଖ। ମୁଁ ଗୋଟା ଚୋର, ମୁଁ ଯଦି କେଉଁଠୁ କ'ଣ ପାଇଯିବି ଖୁସି ହେବି? ନାଇଁ, ବିଧାତା ସେ ଭୁଲ କରିବେନି, ଠାଇକି ଲଗେଇଦେବେ। ଓହୋ ଓହୋ ଓହୋ, ଏ ଅନୈତିକ ସୁଖ ମିଳିବନି। ନୈତିକ ସୁଖ ବିଧାତା ଦେବେ ତୁଳା ରାଶିକୁ। ଆଉ କ'ଣ ହବ? ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ହେଇତ ଦେହ ଟିକେ ଖରାପ ହବ, ଫୁସଫୁସ୍ ସଂକ୍ରାନ୍ତୀୟ ଲଙ୍ଗସ୍। ତେଣୁ ଥଣ୍ଡା, କାଶ, ଶ୍ୱାସ ଆଉ ସେସ୍ମା ଇତ୍ୟାଦି ଇତ୍ୟାଦି ଶ୍ୱାସଜନିତ ରୋଗ ଆଜି ତୁଳା ରାଶିର ଲୋକଙ୍କୁ କଷ୍ଟ ଦେବ। ସବୁ ସୁଖରେ ବି ଏତିକି ଦୁଃଖ ଅଛି। ଚନ୍ଦ୍ରରେ କାଳିମା ପରି। ହଁ ବନ୍ଧୁ, ମୁଁ ଦୁଃଖିତ। ଶ୍ୱାସଜନିତ ଦୁଃଖରେ, ରୋଗରେ ପୀଡ଼ିତ ହେବେ। 2:25 ଯାଏ 2:25 ଯାଏ ସ୍ୱାତି ବିଶାଖାର 2:25 ପରେ ସ୍ୱାତିର ଅଶୁଭ ସମୟ ଆସିବ। ତେଣୁ ଏହି ନକ୍ଷତ୍ରଧାରୀ ବନ୍ଧୁମାନେ ଟିକେ ସାବଧାନ ରହିଲେ ଭଲ। ଶ୍ୱାସ ରୋଗ ଭାରି ଅସୁବିଧା। ବିଛା ରାଶି ଲାଗି 25 ତାରିଖ ଗୁରୁବାର ଅଶାନ୍ତ ବାତାବରଣ ସୃଷ୍ଟି କରିବ। 25 ତାରିଖ ଗୁରୁବାର ବିଛା ରାଶି ପାଇଁ ଅଶାନ୍ତ ବାତାବରଣ ସୃଷ୍ଟି କରିବ। ସମସ୍ତେ ହଇରାଣ କରିବେ। ଋଣଦାତା, ରୋଗ ଆଉ ଖାଦ୍ୟପେୟ, ବନ୍ଧୁ ବାନ୍ଧବ ସବୁ ଦିଗରୁ ହଇରାଣ ହେବେ। ଋଣଦାତା ହଇରାଣ କରିବେ, ରୋଗ ବ୍ୟାଧି ଯନ୍ତ୍ରଣା ଦେବେ, ପଡ଼ୋଶୀ କଜିଆ କରିବେ, ପୁରୁଣା ରୋଗୀଙ୍କ ଅବସ୍ଥା ଶୋଚନୀୟ ହେବ। ଦିନ 2:25 ଯାଏ ଅନୁରାଧାର, 2:25 ପରେ ବିଶାଖା ନକ୍ଷତ୍ରଧାରୀ ଜନତା ସତର୍କତା ଅବଲମ୍ବନ କଲେ ସୁରକ୍ଷିତ ରହିବେ।
2:25 ଯାଏ ଅନୁରାଧା ଆଉ 2:25 ପରେ ବିଶାଖା। ନକ୍ଷତ୍ରଧାରୀ ବ୍ୟକ୍ତି ଟିକେ ହୁସିଆର ରହିଲେ ନିଜ ପାଇଁ ଭଲ। ଯେହେତୁ ଆଜି ଅସୁସ୍ଥ ଅଶାନ୍ତ ବାତାବରଣରେ ଗତି କରିବାକୁ ପଡ଼ିବ। ଧନୁ ରାଶି ପାଇଁ ଗୁରୁବାର 22 ତାରିଖ ବୃତ୍ତିଗତ ଆୟରେ ବୃଦ୍ଧି ହେବ। ଯିଏ ଯେଉଁ ବୃତ୍ତି କରି ବଞ୍ଚୁଛି, ବୃତ୍ତି, ବ୍ୟବସାୟ, ବାଣିଜ୍ୟ, ସେବା, ଭିକ୍ଷା, ଯିଏ ଯେଉଁ ବୃତ୍ତି କରି ବଞ୍ଚୁଛନ୍ତି ଧନୁ ରାଶିର ବ୍ୟକ୍ତି, ସେମାନଙ୍କର ବୃତ୍ତିଗତ ବ୍ୟବସାୟର ବୃଦ୍ଧି ହେବ। ବ୍ୟବସାୟ, ସେବା, ବାଣିଜ୍ୟ, ଚାଷ, ଚାକିରି ପ୍ରଭୃତିରେ ଆୟ ଅମଳ ବଢ଼ିଯିବ। ନୀତି କଞ୍ଚା ଟଙ୍କା ଧରୁଥିବା ଲୋକେ, କଞ୍ଚା ଟଙ୍କା ପାଚିଲା ଟଙ୍କା, ଏଇଟା ଗୋଟେ କି କଥା ମ? କଞ୍ଚା ଟଙ୍କା ବୋଲେ ନଗଦ କେସ୍ ବାକି ନାହିଁ, ତମେ ଏତିକି ଦେଲେ ଏକା ମୁଁ କରିବି। ଯେଉଁ ବଡ଼ ବଡ଼ ଚୋର ଅଛନ୍ତି, ଲାଞ୍ଚୁଆ ଅଫିସର, ଲାଞ୍ଚୁଆ କ୍ଲର୍କ, ଲାଞ୍ଚୁଆ ମଣିଷ, ସେମାନେ ବଡ଼ ବଡ଼ ଚୋର, ଡକାୟତ, ବଡ଼ ଭିକାରୀ, ଏମାନେ ସେମାନଙ୍କ ହାତକୁ ଆଜି ଭଲ ଲାଞ୍ଚ ଆସିବ। ସେଇଭଳି ଯେଉଁମାନେ ବ୍ୟବସାୟ କରୁଛନ୍ତି ତାଙ୍କର ମଧ୍ୟ ବ୍ୟବସାୟ ବଢ଼ିବ। ଯେଉଁମାନେ ଭିକ୍ଷା ମାଗୁଛନ୍ତି ତାଙ୍କୁ ଆଜି ଭଲ ଭିକ ମିଳିବ। ସେମିତି ଯିଏ ଯେଉଁ ଉପାୟରେ କଞ୍ଚା ପଇସା ଧରୁଛନ୍ତି ସେମାନଙ୍କୁ ଆଜି ସେଇ ଅର୍ଥ ଅଧିକ ମିଳିବ। ସାବଧାନ। ଏବେ ବି କହୁଛି, ମୁଁ ଛୋଟ ପିଲା ନୁହଁ, 74 ବର୍ଷର ବୃଦ୍ଧ ମୁଁ, ମୋର ଅନୁଭୂତିରୁ କହୁଛି। ଗାଈ ହଗିଲେ ଯେଉଁ ଗୋବର ତଳେ ପଡ଼େ, ସେ ଗୋବର ଶୁଖିଗଲେ ଖାଲି ଉଠେନି, ପୁଳାଏ ମାଟି ନେଇକରି ଉଠେ। ଅଧର୍ମ ବିତ୍ତ ବଢ଼େ ବହୁତ ଗଲା ବେଳେ ଯାଏ ମୂଳ ସହିତ। ଭୁଲ କାମ କରନି କି ଆଖିରୁ ନାକରୁ ପାଣି ଗଡ଼ାଅନି। ପିଲାମାନଙ୍କ ଆଗରେ ଲଙ୍ଗଳା ହୁଅନି। ସାବଧାନ। ତେଣୁ ଆଜି ଟିକେ ଏଇ କଞ୍ଚା ପଇସା ଧରୁଥିବା ଲୋକମାନେ ଖୁସି ହେବେ, ଭଲ ଆୟ କରିବେ, ଶାରୀରିକ ସମସ୍ୟା ନାହିଁ। ମାତ୍ର ଦିନ 2:25 ଯାଏ ପୂର୍ବାଷାଢ଼ା ଓ 2:25 ପରେ ମୂଳା ନକ୍ଷତ୍ରଧାରୀ ଜନତାଙ୍କର ଅଶୁଭ ହେବ। ସାବଧାନ। ମକର ରାଶି ପାଇଁ ଗୁରୁବାର 22 ତାରିଖ କଣ୍ଟା ବାଡ଼ରେ ଲୁଗା ପକାଇ ଚିରିବା ପାଇଁ ପ୍ରୋତ୍ସାହନ ମିଳିବ। ମକର ରାଶିକୁ ଆଜି ଝଗଡ଼ା କରିବା ପାଇଁ, କଳି କରିବା ପାଇଁ, କଜିଆ କରିବା ପାଇଁ ସୁଯୋଗ ମିଳିବ। ମକର ରାଶି ପାଇଁ ଗୁରୁବାର 22 ତାରିଖ କଣ୍ଟା ବାଡ଼ରେ ଲୁଗା ପକାଇ ଚିରିବା ପାଇଁ ପ୍ରୋତ୍ସାହନ ମିଳିବ। ସାବଧାନ। ପଡ଼ୋଶୀମାନେ ନାକରେ କାଠି ପୁରାଇ ଛିଙ୍କିବେ, କଥାକୁ ଗୁରୁତର କରିବେ। ଧନାଗମ ହେଲେ ବି ମନ ଅଧୀର ହେବ, ଅବୁଝା ହେବ, ଆକୁଳ ବ୍ୟାକୁଳ ହେବ। ଦୁଶ୍ଚିନ୍ତା କଲେ ସ୍ୱାସ୍ଥ୍ୟହାନି ହେବ। ଚୁପଚାପ ରହିଲେ ସବୁ ଥଣ୍ଡା ପଡ଼ିଯିବ। ଆଉ କେହି ଝଗଡ଼ା କରିବେନି। ସବୁ କଥା ଶୁଣନ୍ତୁ, ଏ କାନରେ ପୁରେଇ ସେ କାନରେ ବାହାର କରିଦିଅନ୍ତୁ। ଯିଏ ଯାହା କହିଲା ଢୋ। ମୁଁ ଶୁଣିବି କାହିଁକି, ମନରେ ରଖିବି କାହିଁକି, ଉତ୍ତର ଦେବି କାହିଁକି, ଆଉ ସେମାନେ କହିବେ କାହିଁକି ଯେ ମୁଁ କଜିଆ କରୁଛି? ସବୁ ମୁଁ ଜୀର୍ଣ୍ଣ କରିଦେବି। ସମସ୍ୟା କିଛି ଆସିବନି। ବାତ୍ୟା ତା ବାଟରେ ଚାଲିଯିବ। 2:25 ଯାଏ ଶ୍ରବଣାର, 2:25 ପରେ ଧନିଷ୍ଠାର ଅଶୁଭ ସମୟ ଆସୁଛି। ଏଣୁ ସାବଧାନ। ଏବେ କୁମ୍ଭ କଥା।
କୁମ୍ଭ ରାଶି ପାଇଁ 22 ତାରିଖ ଗୁରୁବାର କିଛି ମୂଲ୍ୟବାନ ଉପହାର ନେଇ ଆସୁଛି। କିଛି ମୂଲ୍ୟବାନ ଉପହାର ଆଜି ପାଇବେ କୁମ୍ଭ ରାଶି ମାନେ। ହେଲେ କାଲି ଗଣନା କଲାବେଳେ ଜାଣିଲି ଯେ ସେମାନେ ଆଭୂଷଣ ପାଇବେ। ଏବେ ସୁନା ଶସ୍ତା ହେଇଯାଇଛି ତ, ମାନେ ସୁନା ଭରି ଏବେ 1,46,000 ଟଙ୍କା ଶସ୍ତା ହେଇଯାଇନି। ରୂପା କଥା ଜାଣିଥିବେ ଆଉ। ତେଣୁ ସେ ଆଭୂଷଣ ଆଉ କ'ଣ ମିଳେ, ପ୍ଲାଷ୍ଟିକର ବା ଆଉ କ'ଣ ମିଳିବ ଆଉ, ମାନେ ମୋଟାମୋଟି ହେବା ଉପହାର ପାଇବେ ଆଜି। କୁମ୍ଭ ରାଶି ପାଇଁ 22 ତାରିଖ ଗୁରୁବାର କିଛି ମୂଲ୍ୟବାନ ଉପହାର ଆଣୁଛି। ତାହା ପାଇଲେ ମନ ଖୁସି ହୋଇଯିବ। ଯଥା ଆଭୂଷଣ ପାଇଁ ଆଭୂଷଣ, ପୁଣି ତ ଲେଖିଦେଲି ସେଇଟା, ଆଭୂଷଣ ମିଳିବ। ଶାରୀରିକ ଓ ମାନସିକ ଅଶାନ୍ତି ନାହିଁ। ଆଜି ସାମାଜିକ କ୍ଷେତ୍ରରେ ସମ୍ମାନ ବଢ଼ିବ। ଆର୍ଥିକ ସମସ୍ୟା ଆସିବନି, ମାତ୍ର ବୌଦ୍ଧିକ ଓ ପାରମାର୍ଥିକ ସମସ୍ୟା ଆସିବ। କୁମ୍ଭ ରାଶି ପାଇଁ ଆଜି ବୌଦ୍ଧିକ ସମସ୍ୟା ଆସିବ, ପାରମାର୍ଥିକ ସମସ୍ୟା ଆସିବ। ଏଇଟା କ'ଣ, ମାନେ ବୁଦ୍ଧି କାମ ଦେବନି। କୁମ୍ଭ ରାଶିଆ ବୁଦ୍ଧିମାନ ଲୋକ, ସେମାନେ ଚତୁର ଲୋକ, କୁଶଳୀ ଲୋକ। ତାଙ୍କ କୌଶଳ, ତାଙ୍କ ବୁଦ୍ଧି, ତାଙ୍କ ଜ୍ଞାନ ଯଥା ସମୟରେ କାମ ଦେବନି। ବୌଦ୍ଧିକ ସମସ୍ୟା ଆସିବ। ପାରମାର୍ଥିକ, ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ମନ୍ଦିର ଯାଆନ୍ତି, ଭଗବାନଙ୍କୁ ବିଶ୍ୱାସ କରନ୍ତି, ତାଙ୍କର ଏହି ପୂଜା ପାଠ ଧ୍ୟାନରେ ବାଧା ସୃଷ୍ଟି ହେବ। ପାରମାର୍ଥିକ ଓ ବୌଦ୍ଧିକ ସମସ୍ୟା ଆସିବ। ଦିନ 2:25 ଯାଏ ଶତଭିସାର, 2:25 ପରେ ଧନିଷ୍ଠାର ଅଶୁଭ ସମୟ ଆସୁଥିବାରୁ ସତର୍କତା ଅବଲମ୍ବନ କରିବା ଉଚିତ। ମୀନ ରାଶି କଥା ଆଲୋଚନା କରିବା। ମୀନ ରାଶି ପାଇଁ ଗୁରୁବାର 22 ତାରିଖ ଖର୍ଚ୍ଚ ଭାର ନେଇ ଆସୁଛି। ଖାଲି ଖର୍ଚ୍ଚ ଖର୍ଚ୍ଚ ଖର୍ଚ୍ଚ, ବ୍ୟୟ, ଆବଶ୍ୟକୀୟ ଖର୍ଚ୍ଚ, ବୃଥା ଖର୍ଚ୍ଚ ନୁହଁ। ଖର୍ଚ୍ଚ କରିସାରିଲା ପରେ ଭାରି ବାଧିବ। ଏତେ ବାଧିବ ଯେ ମୁଣ୍ଡ ବିନ୍ଧିବ। ମୁଣ୍ଡ ଖାଲି ବିନ୍ଧିବନି, ଛାତି ଥରିବ। ଏତେ ଖର୍ଚ୍ଚ ହେବ, ଦେହ ଖରାପ ହେଇଯିବ, ମାନେ ବ୍ୟୟ ହେବ, ଅସୁସ୍ଥ ବି ହେବେ। ମୀନ ରାଶି ପାଇଁ ଗୁରୁବାର 22 ତାରିଖ ଖର୍ଚ୍ଚ ଭାର ନେଇ ଆସୁଛି। ନାନା ଉପାୟରେ ଆବଶ୍ୟକତା ପୂରଣ ପାଇଁ ସଞ୍ଚିତ ଅର୍ଥ ସରିଯିବ। ଏହି ଚିନ୍ତାରେ ଦେହ ଅସୁସ୍ଥ ହେବ। ମୀନ ରାଶିର ଆଜି ଘାତ ଚନ୍ଦ୍ର। ମୀନ ରାଶିର ଗୁରୁବାର ଘାତ ଚନ୍ଦ୍ର। ଯେଉଁମାନେ ପ୍ରାୟତଃ ଅନୁଚିତ କର୍ମ କରନ୍ତିନି, ମୀନ ରାଶିର ଯେଉଁ ଲୋକ ଅନୁଚିତ କାମ କରନ୍ତିନି, ଅନୁଚିତ କାମ କଲେ ତାଙ୍କୁ ଦୁଃଖ ଲାଗେ, ତାଙ୍କ ପାଇଁ ଦୁଃଖ କିଛି ନାହିଁ, ବୃଥା ବ୍ୟୟ ନାହିଁ। ଯେଉଁମାନେ ମୋ ଭଳିଆ ଅନୁଚିତ କର୍ମ ନ କଲେ ଖୁସି ହୁଅନ୍ତିନି, ସେମାନେ ଆଜି କାନ୍ଦିବେ, ଲୁହ ଶୁଖିବନି। ତେଣୁ ଯେଉଁମାନେ ଅନୁଚିତ କର୍ମ କରନ୍ତିନି, ସେମାନଙ୍କୁ ଆଜି ଧର୍ମ ସହାୟ ହେବ। ଦେହ ପୀଡ଼ା, ଅର୍ଥ ପୀଡ଼ା ଲାଘବ ହେବ। ମାତ୍ର 2:25 ଯାଏ ଉତ୍ତର ଭାଦ୍ରର, 2:25 ପରେ ପୂର୍ବ ଭାଦ୍ରର ଅଶୁଭ ସମୟ ଆସୁଥିବାରୁ ଏହି ନକ୍ଷତ୍ରଧାରୀ ବ୍ୟକ୍ତି ସମୁଦାୟ ଟିକେ ସତର୍କତା ଅବଲମ୍ବନ କଲେ ଭଲ। ହଁ ବନ୍ଧୁ, ମୁଁ କୁଳମଣି ପଣ୍ଡା, ବୟସ 74। ମୁଁ ଆପଣମାନଙ୍କୁ ଯାହାଟା କହୁଛି ତାହା କଷ୍ଟଦାୟକ ହେଲେ ବି ନିରାଟ ସତ୍ୟ। କିଛି ଖରାପ ଭାବିବେନି, ଦେହକୁ ନେବେନି। ରହିଲି, ନମସ୍କାର।